ଜିରାଫର ଏକ ଯୋଡ଼ି ନନ୍ଦନକାନନକୁ ଆସିଛନ୍ତି। ଅନୁମୋଦିତ ପଶୁ ବିନିମୟ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଜିରାଫର ଏକ ଯୋଡ଼ି କୋଲକାତାର ଆଲିପୁର ପ୍ରାଣୀ ଉଦ୍ୟାନରୁ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଥିଲେ। ଦୀର୍ଘଦିନରୁ ନନ୍ଦନକାନନରେ ଖୁସି ନାମକ ଜଣେ ମହିଳା ଜିରାଫ ଥିଲେ। 2012ରେ ଖୁସିଙ୍କୁ ପାଟନା ପ୍ରାଣୀ ଉଦ୍ୟାନରୁ ଅଣାଯାଇଥିଲା। ଏହା ପୂର୍ବରୁ 2008ରେ ଆଲିପୁର ପ୍ରାଣୀ ଉଦ୍ୟାନରୁ ଜିରାଫ ଆଣିବା ପାଇଁ ଗୋଟିଏ ଚେଷ୍ଟା କରାଯାଇଥିଲେ ସୁଦ୍ଧା ବିଦ୍ୟୁତ ତାର କାରଣରୁ ଏହା ମରିଯାଇଥିଲେ। ଜିରାଫ ଆଣିବାର ଆଉ ଏକ ପ୍ରୟାସ 2016ରେ କରାଯାଇଥିଲା। ଏଥର ପୁରୁଷ ଜିରାଫ ସଫଳତାର ସହ ନନ୍ଦନକାନନରେ ଅବତରଣ କରିଥିଲେ, କିନ୍ତୁ କୌଣସି କାରଣବଶତଃ 6 ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଯେହେତୁ କେବଳ ଭାରତ ମଧ୍ୟରେ ସୀମିତ ପ୍ରାଣୀ ଉଦ୍ୟାନରେ ଜିରାଫ ଅଛନ୍ତି, ଏହି ପ୍ରଜାତି ପାଇବା ଏକ ଚ୍ୟାଲେଞ୍ଜର ବିଷୟ ଥିଲା। ବିନିମୟ କାର୍ଯ୍ୟକ୍ରମରେ ଜିରାଫ ପାଇବା ପାଇଁ PCCF, ଓଡ଼ିଶା ଏବଂ ନନ୍ଦନକାନନ କର୍ତ୍ତୃପକ୍ଷ ମାଇସୋର, ପାଟନା ଏବଂ ଆଲିପୁର ପ୍ରାଣୀ ଉଦ୍ୟାନ ସହିତ ଆଲୋଚନା କରିଥିଲେ। ଶେଷରେ ଆଲିପୁର ପ୍ରାଣୀ ଉଦ୍ୟାନରୁ ସମ୍ମତି ପାଇବା ପରେ CZAରେ ଦାଖଲ ହୋଇଥିବା ପ୍ରସ୍ତାବ ଏବଂ 9/8/2024ରେ ଅନୁମୋଦନ ପ୍ରାପ୍ତ ହେଲା। ଏହି ଜିରାଫଙ୍କୁ ଆଣିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଅନେକ ସତର୍କତା ଅବଲମ୍ବନ କରିଛନ୍ତି। ଶେଷରେ ଗତକାଲି 11:50ରେ ଜିରାଫ ଆସି ନନ୍ଦନକାନନରେ ପହଞ୍ଚିଥିଲେ। ଏହି ଜିରାଫଙ୍କ ମଧ୍ୟରେ ପୁରୁଷ ଜିରାଫର ବୟସ 1 ବର୍ଷ 5 ମାସ ଏବଂ ମହିଳା ଜିରାଫର ବୟସ 1 ବର୍ଷ 1 ମାସ ବୋଲି ଜଣାପଡ଼ିଛି। ଏହି ଅଧିଗ୍ରହଣ ସହିତ ନନ୍ଦନକାନନର ଜିରାଫ ଗଣନା 1:2କୁ ବୃଦ୍ଧି ପାଇଲା। ବ୍ୟୁରୋ ରିପୋର୍ଟ, ନାଗରାଜ ନ୍ୟୁଜ୍।